ଥରେ ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହି ଚାରି ଯୁଗ ଏକତ୍ର ବସିଥିଲେ। ସେମାନଙ୍କ ମଧ୍ୟରେ ତର୍କ ଆରମ୍ଭ ହେଲା। ସମସ୍ତଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିଥିବା ସତ୍ୟଯୁଗ ଗର୍ବରେ କହିଲା, ଆରେ ମୂର୍ଖମାନେ, ତୁମେମାନେ ମୋ ସହ ତୁଳନା କରିବାକୁ ସାହସ କରୁଛ? ମୋର ଆୟୁ 17 ଲକ୍ଷ ବର୍ଷ। ତୁମେମାନେ ମୋ ଆଗରେ କିଛି ନୁହଁ। ଏହା ଶୁଣି ରୂପେଲି ବସ୍ତ୍ର ପିନ୍ଧିଥିବା ତ୍ରେତୟା ଯୁଗ ରାଗରେ କହିଲା, ଏତେ ଗର୍ବ କାହିଁକି? ତୁମେ କ'ଣ ବଡ଼? ମୋ ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅବତାର ନେଇଥିଲି। ମୁଁ ସର୍ବଶ୍ରେଷ୍ଠ, ତୁମେ ନୁହଁ। ଏହା ଶୁଣି ତାମ୍ର ରଙ୍ଗର ବସ୍ତ୍ର ପିନ୍ଧିଥିବା ଦ୍ୱାପର ଯୁଗ ଆଗକୁ ଆସି କହିଲା, ତୁମେମାନେ କ'ଣ ଜାଣ? ମୋ ସମୟରେ ଷୋହଳ କଳାରେ ପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ, ତେଣୁ ମୁଁ ସର୍ବଶ୍ରେଷ୍ଠ। ଏହା ଶୁଣି କଳା ରଙ୍ଗର ବସ୍ତ୍ର ପିନ୍ଧିଥିବା କଳି ଯୁଗ ହସି ହସି କହିଲା, ତୁମେମାନେ କେବଳ ଅତୀତର ଗୌରବ ଗାଉଛ, ବାସ୍ତବତା ଜାଣିନାହଁ। ମୋ ସମୟରେ ମଣିଷ ବୁଦ୍ଧିମାନ ହେବ, ନୂଆ ନୂଆ ଯନ୍ତ୍ର ଆବିଷ୍କାର ହେବ, ମଣିଷ ସୁଖ ସୁବିଧାରେ ରହିବ। ମୋ ସମୟରେ ମଣିଷ ବୁଦ୍ଧି ବଳରେ ସବୁ କରିପାରିବ, ତେଣୁ ମୁଁ ହିଁ ସର୍ବଶ୍ରେଷ୍ଠ। ଏହିପରି ଭାବରେ ଚାରି ଯୁଗ ପରସ୍ପର ସହିତ ଝଗଡ଼ା କରିବାକୁ ଲାଗିଲେ। କେହି କାହାରି କଥା ମାନିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସମସ୍ତେ ନିଷ୍ପତ୍ତି ନେଲେ, ଚାଲ ଭଗବାନ ଶିବଙ୍କ ପାଖକୁ ଯିବା। ସେ ହିଁ ଆଦି ଓ ଅନନ୍ତ, ସେ ହିଁ ନ୍ୟାୟ କରିବେ। ଏହାପରେ ଚାରି ଯୁଗ କୈଳାସ ପର୍ବତ ଅଭିମୁଖେ ଯାତ୍ରା କଲେ। କୈଳାସରେ ପହଞ୍ଚିବା ପରେ ଦ୍ୱାରପାଳ ନନ୍ଦୀ ସେମାନଙ୍କୁ ଅଟକାଇଲା। ପଚାରିଲା, ତୁମେମାନେ କିଏ? କାହିଁକି ଆସିଛ? ଚାରି ଯୁଗ କହିଲେ, ଆମେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଛୁ। ଦୟାକରି ତାଙ୍କୁ ଖବର ଦିଅ। ନନ୍ଦୀଶ୍ୱର ମହାରାଜ ଶିବଙ୍କ ପାଖକୁ ଯାଇ କହିଲେ, ହେ ପ୍ରଭୁ, ହେ କୈଳାସପତି, ଚାରି ଯୁଗ ଆପଣଙ୍କ ଦର୍ଶନ ପାଇଁ ଆସିଛନ୍ତି। ଶିବ କହିଲେ, ସମ୍ମାନର ସହ ସେମାନଙ୍କୁ ଭିତରକୁ ନେଇ ଆସ। ନନ୍ଦୀଶ୍ୱର ଚାରି ଯୁଗଙ୍କୁ ଶିବଙ୍କ ଦରବାରକୁ ନେଇ ଆସିଲେ। ଶିବ ସମ୍ମାନର ସହ ସେମାନଙ୍କୁ ବସାଇଲେ। ଚାରି ଯୁଗ ଶିବଙ୍କୁ ପ୍ରଣାମ କଲେ। ଶିବ କହିଲେ, ସ୍ୱାଗତ। ତୁମେମାନେ ତ ସ୍ୱୟଂ କାଳଚକ୍ର, ସ୍ୱୟଂ ସମୟ। କି କାରଣରୁ ଆମ ପାଖକୁ ଆସିଛ? ଚାରି ଯୁଗ କହିଲେ, ହେ ସୃଷ୍ଟିର ରଚୟିତା, ହେ ଭଗବାନ ମହାଦେବ, ଆମ ଭିତରେ ବିବାଦ ଉପୁଜିଛି। ଆମେ ତାହାର ସମାଧାନ କରିପାରୁନାହୁଁ। ଆପଣଙ୍କୁ ନିବେଦନ କରୁଛୁ, ଆମ ଭିତରୁ କିଏ ସର୍ବଶ୍ରେଷ୍ଠ ତାହା ନିର୍ଣ୍ଣୟ କରନ୍ତୁ। ଏହା ଶୁଣି ଶିବ କହିଲେ, ପ୍ରଥମେ ମୋତେ ସମସ୍ତେ କୁହ, ତୁମେ ନିଜକୁ କାହିଁକି ଶ୍ରେଷ୍ଠ ଭାବୁଛ? ଏହାର ନିଷ୍ପତ୍ତି ପରେ ତୁମମାନଙ୍କର ଗୋଟିଏ ପରୀକ୍ଷା ହେବ। ହେ ସତ୍ୟଯୁଗ, ତୁମେ ପ୍ରଥମେ କୁହ, ତୁମେ କାହିଁକି ନିଜକୁ ସର୍ବଶ୍ରେଷ୍ଠ ମନେ କରୁଛ? ସତ୍ୟଯୁଗ କହିଲା, ହେ ପ୍ରଭୁ, ମୋର ଆୟୁ ସର୍ବାଧିକ 17 ଲକ୍ଷ ବର୍ଷ। ଅନ୍ୟମାନେ ମୋ ଆଗରେ ଶିଶୁ ତୁଲ୍ୟ। ମୋ ସମୟରେ ମଣିଷର ଆୟୁ 1 ଲକ୍ଷ ବର୍ଷ ଥିଲା। ଇତିମଧ୍ୟରେ କଳିଯୁଗ ତୁରନ୍ତ କହିଲା, ହେ ପ୍ରଭୁ, ମୁଁ ଶୁଣିଛି ବ୍ୟକ୍ତି କେବେ ଆୟୁରେ ବଡ଼ ହୁଏ ନାହିଁ, ଗୁଣରେ ବଡ଼ ହୁଏ। ଶିବ କଳିଯୁଗର କଥା ମାନିଲେ ଓ ସତ୍ୟଯୁଗ କହିଲେ, ତୁମେ କେବଳ ଆୟୁ ଦ୍ୱାରା ବଡ଼ ହୋଇପାରିବ ନାହିଁ। ସତ୍ୟଯୁଗ କହିଲା, ହେ ପ୍ରଭୁ, ମୋ ସମୟର ମଣିଷମାନେ ଅତି ବଳବାନ ଥିଲେ। ସେମାନେ ପୃଥିବୀକୁ ଉଠାଇ ପାରୁଥିଲେ। ଭଗବାନ ବିଷ୍ଣୁ ମୋ ସମୟରେ ନୃସିଂହ, ବରାହ, ମତ୍ସ୍ୟ ଅବତାର ନେଇଥିଲେ। ମୋ ସମୟର ମଣିଷମାନେ ସିଧା ସ୍ୱର୍ଗକୁ ଯାଉଥିଲେ। ମୋ ସମୟରେ ପୃଥିବୀ ସ୍ୱର୍ଗ ଭଳି ଥିଲା, ତେଣୁ ମୁଁ ସର୍ବଶ୍ରେଷ୍ଠ। ଏଥିରେ ତ୍ରେତୟା ଯୁଗ ବାଧା ଦେଇ କହିଲା, ନା ପ୍ରଭୁ, ଭଗବାନଙ୍କ ଅବତାରରେ ସତ୍ୟଯୁଗ ବଡ଼ ହୋଇପାରିବ ନାହିଁ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମୋ ସମୟରେ ଅବତାର ନେଇଥିଲେ। ସେ ସଂସାରକୁ ମର୍ଯ୍ୟାଦାର ପାଠ ପଢ଼ାଇଥିଲେ। ମୋ ସମୟରେ ମଣିଷର ଆୟୁ 10,000 ବର୍ଷ ଥିଲା। ବଳବାନର କଥା କହୁଛ? କୁମ୍ଭକର୍ଣ୍ଣ, ରାବଣ ଭଳି ମହାନ ଯୋଦ୍ଧା ମୋ ସମୟରେ ଥିଲେ। ମୁଁ ହିଁ ସର୍ବଶ୍ରେଷ୍ଠ। ଏହା ଶୁଣି ଦ୍ୱାପର ଯୁଗ କହିଲା, ହେ ପ୍ରଭୁ, ଏମାନେ ଦୁହେଁ ବଡ଼ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମୋ ସମୟରେ 16 କଳାରେ ପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ। ସେ ବିଶ୍ୱରୂପ ମଧ୍ୟ ଦେଖାଇଥିଲେ। ଯୋଦ୍ଧାଙ୍କ କଥା କହୁଛନ୍ତି? ଏକଲବ୍ୟ, ଦ୍ରୋଣ, ଜରାସନ୍ଧ, ଭୀଷ୍ମ, ଅର୍ଜୁନ, ଭୀମ, ଯୁଧିଷ୍ଠିର, ନକୁଳ, ସହଦେବ, ବଳରାମ, ଏମାନେ ସମସ୍ତେ ମୋ ସମୟର। କେହି ମୋ ସମୟର ଯୋଦ୍ଧାଙ୍କ ସମକକ୍ଷ ନୁହନ୍ତି। କଳିଯୁଗ ହସି ହସି କହିଲା, ହେ ପ୍ରଭୁ, ମୋ ସମୟରେ ମଣିଷ ବୁଦ୍ଧିରେ ଆଗକୁ ବଢ଼ିବେ। ନୂଆ ନୂଆ ଜିନିଷ ଆବିଷ୍କାର ହେବ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ମଣିଷ ଆଗେଇବ। ଏମାନଙ୍କ ସମୟର ମଣିଷମାନେ ବଳବାନ ହେଲେ ବି ବୁଦ୍ଧିହୀନ ଥିଲେ। ମୋ ସମୟରେ ମଣିଷର ସୁଖ ସୁବିଧା ପାଇଁ ଅନେକ ବ୍ୟବସ୍ଥା ଅଛି, ତେଣୁ ମୋ ସମୟ ସର୍ବଶ୍ରେଷ୍ଠ। ସତ୍ୟଯୁଗ ଉଚ୍ଚ ସ୍ୱରରେ ହସିଲା। ଶୁଣ କଳିଯୁଗ, ତୁମ ସମୟର ମଣିଷ ମାତ୍ର 100 ବର୍ଷ ବଞ୍ଚିବେ। ଏତେ କମ୍ ସମୟରେ କ'ଣ କରିପାରିବେ? ମୋ ସମୟର ମଣିଷ ଲକ୍ଷେ ବର୍ଷ ବଞ୍ଚୁଥିଲେ। ସେମାନେ
ମନୋବଳରେ ସବୁ କରିପାରୁଥିଲେ। ଇତିମଧ୍ୟରେ ତେତେୟା ଯୁଗ ମଧ୍ୟ ମୁଣ୍ଡ ହଲେଇ କଳି ଯୁଗକୁ କହିଲା, ତୁମ ସମୟରେ ଧର୍ମ ନଷ୍ଟ ହେବ, ମଣିଷ ପାପୀ ହେବ, ଲୋଭ ମୋହ କାମ କ୍ରୋଧରେ ବୁଡ଼ି ରହିବେ। ଏମିତି ମଣିଷ କିପରି ଶ୍ରେଷ୍ଠ ହେବେ? ଦ୍ୱାପର ଯୁଗ ବି ତାର ମତ ଦେଲା, ତୁମ ସମୟରେ ମଣିଷ ଦୁର୍ବଳ ହେବେ, ସତ୍ୟ କହିବେ ନାହିଁ, ପରସ୍ପରକୁ ଠକିବେ। ଏମିତି ମଣିଷ କିପରି ବଡ଼ ହେବେ? ଏସବୁ ଶୁଣି କଳିଯୁଗ ଶାନ୍ତ ସ୍ୱରରେ କହିଲା, ହଁ, ମୋ ସମୟର ମଣିଷ ଅଳ୍ପ ଦିନ ବଞ୍ଚିବେ। ସେମାନଙ୍କର ଦୋଷ ବି ଥିବ, କିନ୍ତୁ ସେମାନେ ନିଜ ବୁଦ୍ଧି ବଳରେ ଅସମ୍ଭବକୁ ସମ୍ଭବ କରିବେ। ତୁମ ସମୟର ମଣିଷ ଯାହା ସ୍ୱପ୍ନରେ ବି ଭାବିନଥିବେ, ମୋ ସମୟର ମଣିଷ ତାହା କରି ଦେଖାଇବେ। ଶିବ ଚାରି ଯୁଗଙ୍କର କଥା ଶୁଣି ଚିନ୍ତାରେ ପଡ଼ିଗଲେ, କିପରି ଏମାନଙ୍କର ନ୍ୟାୟ କରିବି। ପାର୍ବତୀ କହିଲେ, ହେ ପ୍ରଭୁ, ଯଦି ଆପଣ ଏମାନଙ୍କର ନ୍ୟାୟ ନ କରିବେ ତେବେ କିଏ କରିବ? ଏମାନେ ପରସ୍ପର ସହ ଲଢ଼େଇ କରିବେ। ସମସ୍ତ ଦେବତା ମିଶି କହିଲେ, ହେ ଭୋଳେନାଥ, ଆପଣ ହିଁ ଏମାନଙ୍କର ନ୍ୟାୟ କରନ୍ତୁ, ନଚେତ୍ ଚାରି ଯୁଗ ଯଦି ଲଢ଼ିବେ ସୃଷ୍ଟିର କାଳଚକ୍ର ଅଟକିଯିବ, ସମୟର ପ୍ରବାହ ରୁଦ୍ଧ ହେବ। ଏହା ଶୁଣି ଶିବ କହିଲେ, ଠିକ୍ ଅଛି, ମୁଁ ସମସ୍ତଙ୍କ କଥା ମାନୁଛି। ମୁଁ ତୁମମାନଙ୍କର ଗୋଟିଏ ପରୀକ୍ଷା ନେବି, ଯିଏ ସଫଳ ହେବ ସେ ସର୍ବଶ୍ରେଷ୍ଠ ହେବ। ସତ୍ୟଯୁଗ ଆଗୁଆ ହୋଇ କହିଲା, ହେ ପ୍ରଭୁ, ଆପଣ ଯେକୌଣସି ପରୀକ୍ଷା ନିଅନ୍ତୁ, ମୁଁ ହିଁ ସର୍ବଶ୍ରେଷ୍ଠ ହେବି। କଳିଯୁଗ କହିଲା, ଆମେ ମଧ୍ୟ ପରୀକ୍ଷା ଦେବାକୁ ପ୍ରସ୍ତୁତ। ଭଗବାନ ଶିବ 1000 ଟନ୍ ଓଜନର ଏକ ଲୁହାର ପାତ୍ର ଆଣିଲେ, ତାକୁ କୈଳାସ ପର୍ବତର ତଳେ ରଖିଲେ। ତା ପାଖରେ ଚାଉଳର ଗଦା ରଖିଲେ। ଶିବ ସତ୍ୟଯୁଗକୁ କହିଲେ, ମୋର 500 ଗଣ ଏଠାରେ ବସିଛନ୍ତି। ଏହି ପାତ୍ରରେ ଚାଉଳ ରାନ୍ଧି ସେମାନଙ୍କୁ ଖୁଆଇବାକୁ ହେବ। ତୁମ ସମୟର ମଣିଷ ଏହା କରିବ। ସତ୍ୟଯୁଗ ନିଜ ସମୟର ଏକ ବଳବାନ ଯୋଦ୍ଧାକୁ ଡାକିଲା। ତାର ଉଚ୍ଚତା 21 ହାତ। ସେ ସତ୍ୟଯୁଗର ମଣିଷ, ତେଣୁ ସେ ଅତି ବଳବାନ ଥିଲା। ସେ ଏକ ବଡ଼ ଚୁଲି ତିଆରି କଲା, ଗଛ କାଟି ଆଣିଲା ଓ ନିଆଁ ଜାଳି ପାତ୍ରକୁ ଶୂନ୍ୟ ଶୂନ୍ୟ ଏକ ହାତରେ ଉଠାଇ ଚୁଲି ଉପରେ ରଖିଲା। ଚାଉଳ ଓ ପାଣି ପକାଇ ଭାତ ରାନ୍ଧିଲା। ଭାତ ହେବା ପରେ ସମସ୍ତ ଗଣଙ୍କୁ ଭୋଜନ କରାଇଲା। ଶିବ ତ୍ରେତୟା ଯୁଗକୁ କହିଲେ, ଏବେ ତୁମ ସମୟର ମଣିଷକୁ ପଠାଅ। ମୁଁ ମୋ ମାୟାରେ ଏହି ପାତ୍ରକୁ ହଟାଇ ଆଉ ଏକ ସମାନ ପାତ୍ର ରଖୁଛି। ତ୍ରେତୟା ଯୁଗ କୁମ୍ଭକର୍ଣ୍ଣ ଭଳି ବଳବାନ ଯୋଦ୍ଧାକୁ ଡାକିଲା। ତାର ଉଚ୍ଚତା 14 ହାତ। ସେ ଭୋଟି ଖୋଳିଲା। ସେ ମଧ୍ୟ ହଣ୍ଡାକୁ 2 ହାତରେ ଉଠାଇ ଚୁଲିରେ ରଖିଲା, ଚାଉଳ ରାନ୍ଧିଲା ଏବଂ ସମସ୍ତ ଶିବଗଣଙ୍କୁ ଖୁଆଇଲା। ତାପରେ ଶିବ ନିଜ ଶକ୍ତିରେ ସେହି ପାତ୍ରକୁ ହଟାଇ ଗୋଟିଏ ସମାନ ପାତ୍ର ରଖିଦେଇ ଦ୍ୱାପର ଯୁଗକୁ କହିଲେ, ଏହି 2 ଯୁଗ ନିଜ ନିଜର ପରୀକ୍ଷା ଦେଇ ସାରିଛନ୍ତି, ଏବେ ତୁମର ପାଳି। ଦ୍ୱାପର ଯୁଗ କହିଲା, ଠିକ୍ ଅଛି ପ୍ରଭୁ, ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ସେ ଭୀମ ଭଳି ଏକ ବଳବାନ ମଣିଷକୁ ପଠାଇଲା। ତାକୁ କହିଲା, ଯାଅ, ତଳେ ପାତ୍ର ରଖାହୋଇଛି, ସେଥିରେ ଚାଉଳ ରାନ୍ଧି ସମସ୍ତ ଶିବଗଣଙ୍କୁ ଖୁଆଅ। ଦ୍ୱାପର ଯୁଗର ମଣିଷ ଗଲା। ତାର ଉଚ୍ଚତା 7 ହାତ। ସେ ଦେଖିଲା ପାତ୍ର ବହୁତ ବଡ଼, ଉଠାଇବାକୁ ବହୁତ ଶକ୍ତି ଲାଗିବ। ସେ ମଧ୍ୟ ଭୋଟି ଖୋଳିଲା, କାଠ ଆଣିଲା। ସେ ବହୁତ ବଳ ଲଗାଇ ବହୁତ କଷ୍ଟରେ ପାତ୍ରକୁ ଉଠାଇଲା, ଟାଣି ଟାଣି ନେଇ ଭୋଟି ଉପରେ ରଖିଲା। ଅଗ୍ନି ଜାଳି ଚାଉଳ ପକାଇଲା, ଭାତ ରାନ୍ଧି ସମସ୍ତ ଗଣଙ୍କୁ ଖୁଆଇଲା। ଏବେ ଶିବ କଳି ଯୁଗକୁ କହିଲେ, ଏବେ ତୁମର ପାଳି। ଏହି ପାତ୍ରର ଓଜନ ତୁମ ପାଇଁ ମଧ୍ୟ ସମାନ। ତୁମେ ମାନିବାକୁ ପ୍ରସ୍ତୁତ ନଥିଲ ଯେ ତୁମେ ସବୁଠାରୁ ଛୋଟ। ତୁମ ସମୟର ମଣିଷର ଆୟୁ ମାତ୍ର 100 ବର୍ଷ। ଅନ୍ୟମାନଙ୍କର ଆୟୁ ବହୁତ ଅଧିକ ଥିଲା। ତୁମ ମଣିଷ ମଧ୍ୟ ଛୋଟ। ଶିବଙ୍କ କଥା ଶୁଣି କଳିଯୁଗ କହିଲା, ପ୍ରଭୁ, ଠିକ୍ ଅଛି, ମୁଁ ଆପଣଙ୍କ କଥା ମାନୁଛି, କିନ୍ତୁ ପ୍ରଥମରୁ ମୋତେ ଏଭଳି ହତାଶ କରନ୍ତୁ ନାହିଁ। ଆପଣ ତ ନ୍ୟାୟ କରୁଛନ୍ତି, ସମସ୍ତଙ୍କୁ ସୁଯୋଗ ଦିଆଯାଉଛି। ମୋତେ ମଧ୍ୟ ପରୀକ୍ଷା ଦେବାକୁ ଦିଅନ୍ତୁ। ଯଦି ମୋ ଦ୍ୱାରା ହେବ ନାହିଁ, ତେବେ ମୁଁ ମାନିନେବି ମୁଁ ଛୋଟ ଅଟେ। ଶିବ କହିଲେ, ଠିକ୍ ଅଛି, ତୁମ ମଣିଷକୁ ଡାକ। ପୁଣି କହିଲେ, ଏହି ପାତ୍ର ଦେଖୁଛ, 1000 ଟନ୍ ଓଜନର। ଏଥିରେ 1000 ମଣ ଚାଉଳ ରୋଷେଇ କରିବାକୁ ହେବ। ତୁମ ମଣିଷ କ'ଣ କରିପାରିବ? କଳିଯୁଗ କହିଲା, ଠିକ୍ ଅଛି ପ୍ରଭୁ, ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତ। 3 ଯୁଗ ହସିବାକୁ ଲାଗିଲେ। ଶିବ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ଭାବିଲେ, କଳିଯୁଗର ମଣିଷ ଏତେ ବଡ଼ ପାତ୍ର କିପରି ଉଠାଇବ? କଳିଯୁଗ ଏକ ବୁଦ୍ଧିମାନ ମଣିଷକୁ ସୃଷ୍ଟି କଲା। ସେ ବହୁତ ଚତୁର ଥିଲା। କଳିଯୁଗ ତାକୁ କହିଲା, ହେ ମଣିଷ, ତୁମେ ତୁମର ଶକ୍ତି ଦେଖାଇବ। ଏହା ପରୀକ୍ଷାର ସମୟ। ଯଦି ତୁମେ ଅସଫଳ ହେବ, ମୁଁ ସବୁଠାରୁ ଛୋଟ ହୋଇଯିବି। ସେ ମଣିଷଟି କହିଲା, ମହାରାଜ, ଆପଣ ଏକ ପାତ୍ରର କଥା କହୁଛନ୍ତି। ଏଭଳି 1000 ପାତ୍ର ଥିଲେ ବି ମୋର କିଛି ଅସୁବିଧା ନାହିଁ। 3 ଯୁଗ ତାର କଥା ଶୁଣି ହସିଲେ ଓ କହିଲେ, ଛୋଟ ମଣିଷ, ମାତ୍ର 3 ହାତର ଉଚ୍ଚତା, କ'ଣ କରିବ? କଳିଯୁଗ କହିଲା, ଆପଣ କେବଳ ଦେଖନ୍ତୁ, ମୁଁ ମୋର ମଣିଷକୁ ପଠାଇ ଦେଇଛି।
କଳିଯୁଗର ବୁଦ୍ଧିମାନ ମଣିଷ ତଳକୁ ଗଲା, ଦେଖିଲା ପାତ୍ରର ଓଜନ ବହୁତ। ଉଠାଇବା ତ ଦୂରର କଥା, ଇଞ୍ଚେ ଘୁଚାଇବାକୁ ତାର ବଳ ନଥିଲା। ସେ ବୁଦ୍ଧି ଖଟାଇଲା ଓ ପାତ୍ର ତଳେ ମାଟି ଖୋଳିବାକୁ ଲାଗିଲା। ପାତ୍ରକୁ ହଲାଇଲା ବି ନାହିଁ। ତା ତଳେ ମାଟି ଖୋଳି ଚୁଲି ତିଆରି କଲା। କାଠ ଆଣିବାରେ ତାକୁ ସମୟ ଲାଗିଲା ନାହିଁ, କାରଣ କାଠ ସେଠାରେ ରଖା ହୋଇଥିଲା। ସେ କାଠ ଉଠାଇ ଭଟିରେ ଅଗ୍ନି ଜାଳିଲା। ତାପରେ ପାତ୍ରରେ ଚାଉଳ ପକାଇଲା, ପାଣି ପକାଇଲା। ଅଳ୍ପ ସମୟରେ ଭାତ ରାନ୍ଧି ସାରି ଶିବଙ୍କ ଗଣମାନଙ୍କୁ ଧାଡ଼ିରେ ବସାଇଲା। ସେମାନଙ୍କ ମଧ୍ୟରୁ 20 ଜଣଙ୍କୁ କହିଲା, ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ଏହି ଭାତକୁ ନିଜେ ନିଜେ ପରଷି ନିଅନ୍ତୁ। ସେହି 20 ଜଣ ଗଣ ସମସ୍ତ ଗଣକୁ ଭାତ ପରଷିଲେ। କଳିଯୁଗ କହିଲା, ଏବେ ଆପଣମାନେ ଭୋଜନ କରିପାରନ୍ତି। ଶିବଙ୍କ ସମସ୍ତ ଗଣ ଖୁସିରେ ଭୋଜନ କଲେ। ସେ ନିଜ ମାଲିକ କଳିଯୁଗ ପାଖକୁ ଆସି କହିଲା, ପ୍ରଭୁ, ମୁଁ ଆପଣଙ୍କ କାମ କରିଦେଇଛି। କଳିଯୁଗ ବହୁତ ଖୁସି ହେଲା। କହିଲା, ସାବାସ, ତୁମେ ମୋର ଲାଜ ରଖିଲ। ତୁମେ ମୋର ପରୀକ୍ଷା ପାସ୍ କରିଗଲ। ଶିବ ଓ 3 ଯୁଗ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। 4 ଯୁଗ କହିଲେ, ହେ ପ୍ରଭୁ, ଏବେ ଆପଣ ନିଶ୍ଚୟ କରନ୍ତୁ। ଆମ ଭିତରୁ କିଏ ଶ୍ରେଷ୍ଠ? ଶିବ ମନରେ ବିଚାର କଲେ ଓ କହିଲେ, ମୁଁ ତୁମ 4 ଜଣଙ୍କର ପରୀକ୍ଷା ଦେଖିଲି। ଯେତେବେଳେ ସତ୍ୟଯୁଗର ମଣିଷ ଆସିଲା, ସେ ନିଜ ଶକ୍ତି ଲଗାଇ ପାତ୍ରକୁ ଉଠାଇ ଅଗ୍ନି ଉପରେ ରଖିଲା। ନିଜେ ମୋର ସମସ୍ତ ଗଣଙ୍କୁ ଭାତ ପରଷିଲା। ତ୍ରେତୟା ଓ ଦ୍ୱାପର ଯୁଗର ମଣିଷ ମଧ୍ୟ ଠିକ୍ ସେହିପରି କଲା। କିନ୍ତୁ ଦେଖ, ମାତ୍ର 3 ହାତର ମଣିଷ, ତାର ବୁଦ୍ଧି ଦେଖ। କେତେ ବିରାଟ ପାତ୍ର ଥିଲା, ସେ ତାକୁ ହଲେଇ ବି ପାରିନଥାନ୍ତା। ସେ ପାତ୍ରରେ ଭାତ ରାନ୍ଧିଦେଲା। ଭାତ ପରଷିବା ପାଇଁ ଗଣ ଭିତରୁ କିଛି ଗଣକୁ ନିଜ ସାହାଯ୍ୟ ପାଇଁ ଡାକିଲା। ସମସ୍ତେ ମିଶି ଭାତ ପରଷିଲେ। ନିଜେ ବସି ରହିଲା। ଏ ତ ବହୁତ ବୁଦ୍ଧିମାନ ମଣିଷ ହେଲା। ଏ ତ ବହୁତ ବୁଦ୍ଧିମାନ ଯୁଗ ହେଲା। ଶିବ ନିର୍ଣ୍ଣୟ କଲେ, ତୁମ 4 ଜଣଙ୍କ ଭିତରେ କଳିଯୁଗ ସର୍ବଶ୍ରେଷ୍ଠ ହେବ। କଳିଯୁଗ ଯନ୍ତ୍ରର ଯୁଗ ହେବ। ଏହି ସମୟରେ ବଡ଼ ବଡ଼ ଯନ୍ତ୍ରର ଆବିଷ୍କାର ହେବ, ଯାହା ସତ୍ୟ, ତ୍ରେତୟା ଓ ଦ୍ୱାପର ଯୁଗରେ ସମ୍ଭବ ହୋଇନଥିଲା। ଶିବଙ୍କ କଥା ଶୁଣି 4 ଯୁଗ ତାଙ୍କ ନିର୍ଣ୍ଣୟ ମାନିଲେ। ସମସ୍ତେ ନିଜ ନିଜ ଧାମକୁ ଫେରିଗଲେ। ଏହିପରି ଭାବରେ ଭଗବାନ ଶିବ 4 ଯୁଗର ନ୍ୟାୟ କଲେ। ଏମିତି କାହାଣୀ ଜାଣିବା ପାଇଁ ସବସ୍କ୍ରାଇବ୍ କରନ୍ତୁ।